Why are you wasting so much of oil and milk on God? ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ମୋର ଆନ୍ତରିକ ନମସ୍କାର। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉ ଆପଣମାନେ ଦେଖିପାରୁଥିବେ ଭିଡ଼ିଓ କ୍ଲିଅର୍ ଆସୁନାହିଁ, କାରଣ ଯେଉଁ ରୁମ୍ରେ ବସିକି ମୁଁ ସୁଟିଂ କରୁଅଛି ଆଉ ଏଠି ଲାଇଟିଂର ଅଭାବ ଅଛି, ସେଥିରେ ମୋତେ ଭିଡ଼ିଓ କ୍ଲିଅର୍ ଆସୁନାହିଁ। ସେଥିରେ ମୋତେ ମାଇଣ୍ଡ କରିବେ ନାହିଁ। ଆଜି ମୁଁ କୌଣସି ଧର୍ମ ବିରୁଦ୍ଧରେ ମୁଁ କହିବି ନାହିଁ, ଆଉ କିନ୍ତୁ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆମେମାନେ ଆଲୋଚନା କରିବା ଆଜିର ଭିଡ଼ିଓ ମାଧ୍ୟମରେ। କିନ୍ତୁ ତା ପୂର୍ବରୁ ଗତକାଲି ପରି ଆଜି ମଧ୍ୟ ଆମେମାନେ ଗୋଟେ କୋଶ୍ଚିନ୍କୁ ନେଇକି, ଗୋଟେ ପ୍ରଶ୍ନକୁ ନେଇକି ଆମେମାନେ ଆଲୋଚନା କରିବା। ତାପରେ ଆମେମାନେ ବିଷୟବସ୍ତୁକୁ ଯିବା। ମୁଁ ଯେତେବେଳେ ଭିଡ଼ିଓ ଅପଲୋଡ଼ କରେ, କମେଣ୍ଟ ବକ୍ସରେ ଅନେକ ଭାଇ ଭଉଣୀମାନେ ପ୍ରଶ୍ନ ପଚାରିଥାନ୍ତି ବାଇବଲ ନେଇକି, ଆଉ ବିଶେଷ କରି ଖ୍ରୀଷ୍ଟିଆନ ବିରୋଧୀମାନେ, ଯେଉଁମାନେ ବି ଖ୍ରୀଷ୍ଟିଆନମାନଙ୍କୁ ବିରୋଧ କରନ୍ତି, ପ୍ରଭୁ ଯୀଶୁଙ୍କର ବିରୋଧ କରନ୍ତି, ଆଉ ସେମାନେ ବି ବାଇବଲରୁ ନେଇକି ଅନେକ ପ୍ରଶ୍ନ କରନ୍ତି। ଆଉ ସେ ପ୍ରଶ୍ନ ଗୁଡ଼ିକ ମଧ୍ୟରୁ ଗୋଟେ ପ୍ରଶ୍ନକୁ ଆମେମାନେ ଆଲୋଚନା କରିବା। ଆଉ ସେ ପ୍ରଶ୍ନଟା ଏହିପରି, ସେ ପ୍ରଶ୍ନକୁ ଆମେ ଆଲୋଚନା କଲା ପରେ ଆମେମାନେ ବିଷୟବସ୍ତୁକୁ ଯିବା, ଯାହାକି ଜାଣିବା ମଧ୍ୟ ନିହାତି ଦରକାର। କାରଣ ଏହିପରି ଭିଡ଼ିଓ ଗୁଡ଼ିକ ଖ୍ରୀଷ୍ଟିଆନ ବିରୋଧୀମାନେ, ସେମାନେ ମଧ୍ୟ ଏହିପରି ଭିଡ଼ିଓ ଗୁଡ଼ିକ ସେମାନେ ଦେଖିଥାନ୍ତି। ସେଥି ନିମନ୍ତେ ଆଜିର ପ୍ରଶ୍ନକୁ ନେଇକି ଆମେମାନେ ଆଲୋଚନା କରିବା। ପ୍ରଶ୍ନଟି ଏହିପରି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ତ କ୍ରୁଶ ଉପରେ ମରିଗଲେ। ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ମଲେ, ସେ ଈଶ୍ୱର କେମିତି ହେଇପାରିବେ? ଆଉ ସିଏ ଈଶ୍ୱର କେବେ ବି ହେଇପାରିବେ ନାହିଁ, କାରଣ ସେ କ୍ରୁଶ ଉପରେ ମଲେ, ତାଙ୍କୁ କ୍ରୁଶ ଉପରେ ମାରି ଦିଆଗଲା। 3ଟି କଣ୍ଟାରେ ସେ ମରିଗଲେ। ଆଉ ଅନେକ ଆକ୍ଷେପ କରିକି ସେମାନେ କହନ୍ତି, ତୁମ ଯୀଶୁ 3ଟି କିଳାରେ ସେ ମରିଗଲେ, ସେ କିପରି ପରମେଶ୍ୱର ହେବେ? ତେବେ ଏଠାରେ ଯେଉଁମାନେ ପ୍ରଶ୍ନ ଉଠାନ୍ତି, ଆଉ ସେମାନେ କେବଳ ଏଇ ଗୋଟେ ବିଷୟକୁ ଦେଖନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ମରିଗଲେ, କିନ୍ତୁ ମୃତ୍ୟୁ ପରେ କ'ଣ ହେଲା ସେଇଟା ସେମାନେ ଦେଖନ୍ତି ନାହିଁ, କି ସେମାନେ ଜାଣିଶୁଣି ସେମାନେ ପ୍ରକାଶ କରନ୍ତି ନାହିଁ। ସେଇଟା ସେମାନେ ଜାଣନ୍ତି, ଆଉ ପରମେଶ୍ୱର ସେ କଥା ଜାଣନ୍ତି। ବିଶେଷ କରି ଖ୍ରୀଷ୍ଟ ବିରୋଧୀମାନଙ୍କ ବିଷୟରେ ମୁଁ କହୁଅଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ମଲେ, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ମଲେ, ତା ଅର୍ଥ ଏଇଆ ନୁହେଁ ଯେ ତାଙ୍କୁ ଜବରଦସ୍ତ ଆଣିକି ତାକୁ କ୍ରୁଶ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମାରି ଦିଆଗଲା। ସେମିତି ନୁହେଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ଇଚ୍ଛା ଅନୁସାରେ ସେ କ୍ରୁଶ ଉପରେ ବଳିଦାନ ହେଲେ, ପ୍ରାଣ ବଳି ଦେଲେ, ନିଜ ଇଚ୍ଛା ଅନୁସାରେ। ଯଦି ଜାଣିବା ପାଇଁ ଚାହୁଁଛନ୍ତି, ବାଇବେଲ ପଢ଼ନ୍ତୁ। ବାଇବେଲରେ ଅଛି, ଯେତେବେଳେ ଶତ୍ରୁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଧରିବା ପାଇଁ ଆସିଲେ, ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ତୁମେ କାହାକୁ ଖୋଜୁଅଛ? ସେମାନେ କହିଲେ, ଆମେମାନେ ନାଜରିତୀୟ ଯୀଶୁଙ୍କୁ ଆମେମାନେ ଖୋଜୁଅଛୁ। ଆଉ ସେଇଠି ସେମାନେ ଯେତେବେଳେ ପ୍ରଶ୍ନ କରୁଛନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କୁଆଡ଼େ ଗଲେ, ବା ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମେ ଖୋଜୁଅଛୁ, ଆମେ ଯୀଶୁଙ୍କୁ ଆମେ ଖୋଜୁଛୁ, ନାଜରିତୀୟ ଯୀଶୁଙ୍କୁ। ସେତେବେଳେ ଯୀଶୁ କହିଲେ, ମୁଁ ସେଇ ଯୀଶୁ, ମୋତେ ତୁମେ ଧର। ଏହାର ଅର୍ଥ କ'ଣ ହେଲା? ଏହାର ଅର୍ଥ ଏହା ହେଲା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜ ଇଚ୍ଛାରେ ସେ ବନ୍ଦୀ ହେଲେ, ସେ ନିଜକୁ ନିଜେ ବନ୍ଦୀ କରେଇଲେ, ଧରା ଦେଲେ। କାରଣ ସେ ଜାଣିଥିଲେ ଯେ ପ୍ରଭୁ ଯୀଶୁ ନିଜେ ଜାଣିଥିଲେ ଯେ ତାଙ୍କୁ କ୍ରୁଶ ଉପରେ ଅବଶ୍ୟ ମରିବାକୁ ପଡ଼ିବ। ଯଦି ମାନବ ଜାତି ଉଦ୍ଧାର ହେବାର ଅଛି, ତେବେ କ୍ରୁଶ ଉପରେ ତାଙ୍କୁ ନିଶ୍ଚିନ୍ତ ରୂପରେ ମରିବାକୁ ପଡ଼ିବ। ସେଥିପାଇଁ ସେ ନିଜ ଇଚ୍ଛାରେ କ୍ରୁଶ ଉପରେ ମଲେ। କ୍ରୁଶ ଉପରେ ମଲା ପରେ ତାଙ୍କୁ କବର ଦିଆଗଲା। କବର ଦିଆଗଲା ପରେ ସେ 3 ଦିନ ପରେ ଆଉ ଥରେ ମୃତ୍ୟୁରୁ ପୁନର୍ଜୀବିତ ହେଲେ। ଆଉ ଇତିହାସ ଏ ବିଷୟରେ ସାକ୍ଷୀ ଅଛି। ଆଉ ସବୁଠାରୁ ବଡ଼ ସାକ୍ଷ୍ୟ ହେଉଛି କ'ଣ? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶୂନ୍ୟ କବର, ଯେଉଁଟାକି ଆଜି ପର୍ଯ୍ୟନ୍ତ ଖୋଲା ହେଇକି ରଖାହେଇଛି। ଯଦି ଇସ୍ରାଏଲ ଦେଶ କେହି ଯାଆନ୍ତି,
ତେବେ ସେଠାରେ ଶୂନ୍ୟ କବର ଦେଖିବାକୁ ମିଳିବ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଜାଣିଥିଲେ ଯେ ତାଙ୍କୁ କ୍ରୁଶ ଉପରେ ମରା ହେବ। ଆଉ ସେଥିପାଇଁ ଆଉ ସେ ନିଜ ଶିଷ୍ୟମାନଙ୍କୁ କହୁଛନ୍ତି ଯେ ମୋତେ ମରା ହେବ, ଆଗକୁ ଆଗକୁ ମୋ ପ୍ରତି ଏମିତି ଦୁଃଖ କଷ୍ଟ ଘଟିବାର ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ସବୁ ଜାଣି ଶୁଣିକି ଏସବୁ କଲେ, ନିଜ ଇଚ୍ଛାରେ ମଲେ, କାରଣ ମାନବ ଜାତିକୁ ଉଦ୍ଧାର କରିବାର ଥିଲା। ସେଥି ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ମଲେ, ଆଉ ଥରେ ମୃତ୍ୟୁରୁ ପୁନରୁଜୀବିତ ହେଲେ। ଆଉ ଯିଏକି ମୃତ୍ୟୁରୁ ପୁନରୁଜୀବିତ ହେଲେ, ଆଉ ଯୀଶୁଙ୍କ ପରି ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଥରେ ମରିକି ଆଉ ଥରେ ସେଇ ଶରୀର ନେଇକି ଆଉ ଥରେ ପୁନରୁଜୀବିତ ହେଇନାହିଁ। କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁରୁ ପୁନରୁଜୀବିତ ହେଲେ। ତେବେ ମେସେଜ ଟିକେ ଲମ୍ବା ହେଇଗଲା, କିଛି ମାଇଣ୍ଡ କରିବେ ନାହିଁ। ବର୍ତ୍ତମାନ ଆମେମାନେ ଟପିକ୍ ଉପରକୁ ଯିବା। ଯେ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ମୁଁ ଗୋଟେ ଭିଡ଼ିଓ ଦେଖୁଥିଲି ଯେ ଅକ୍ଷୟ କୁମାର, ଯିଏକି ଫିଲ୍ମ ଇଣ୍ଡଷ୍ଟ୍ରିର ଯିଏକି ଜଣେ ହିରୋ ଭାବରେ ରୁଲ୍ କରନ୍ତି, ନାୟକ ଭାବରେ, ଆଉ ସିଏ ମନ୍ଦିର ବିଷୟରେ ଏଇ ସମସ୍ତ ବିଷୟ ସେ କହୁଛନ୍ତି। ଯେ ସେ ତାଙ୍କର କହିବାର କଥା ହେଉଛି ଯେ ମନ୍ଦିର ଭିତରେ ଯାହା କିଛି କରାହେଉଛି, ଯାହା କିଛି ଭୋଗ ଲଗେଇବା କି ନଡ଼ିଆ ବାଡ଼େଇବା କି କ୍ଷୀର ଢାଳିବା, ଯାହା କିଛି କରାହେଉଛି ସେସବୁ ୱେଷ୍ଟ ବା ବ୍ୟର୍ଥ ବୋଲି ସେ କହୁଛନ୍ତି। Why are you wasting so much of oil and milk on God? Where is it written कि God says मेरे को दूध देना and Hanuman saying मेरे को तेल डाल? I don't understand why are people wasting so much? At the same time आपण हे बोलतोय की farmers they are dying because of less food, this thing, money. हे सगळं तुम्ही त्यांना द्या ना. मला काय कळतच नाही की I go to temples and things like that, there's so much of waste. तर नारळ फोडून 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 काय 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 होणार आहे त्याच्यानं? तो which God has said की मेरे ऊपर नारळ फोडो. So this is all we need to develop is that mindset ki stop doing all these things. ତାଙ୍କର ବୟାନକୁ ଆଧାର କରି ଆଜିର ଭିଡ଼ିଓ ମୁଁ ନେଇକି ଆସିଛି ଯେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ନୁହେଁ, ଅକ୍ଷୟ କୁମାର ସେ ମଧ୍ୟ ଜଣେ ହିନ୍ଦୁ ଅଟନ୍ତି। ଆଉ ଯଦି ଆମେ ଦେଖିବା ରାମ ମନ୍ଦିର ନିର୍ମାଣ କରିବା ପାଇଁ ଅକ୍ଷୟ କୁମାର ମଧ୍ୟ କୋଟି କୋଟି ଟଙ୍କାର ଅର୍ଥ ମଧ୍ୟ ସେ ଦାନ କରିଥିଲେ। ମନ୍ଦିର ତିଆରି ପାଇଁ ଅର୍ଥ ଦାନ କରିଥିବା ଅଭିନେତା ସେ କ'ଣ କରୁଛନ୍ତି? ସେ କହୁଛନ୍ତି ଏପରି ମନ୍ଦିର ବିଷୟରେ, ଆଉ ମନ୍ଦିର ଭିତରେ ଯାହା ସବୁ କାର୍ଯ୍ୟ ସବୁ ଚାଲିଛି, ସେ ପୂଜା ହେଉ କିମ୍ବା ନଡ଼ିଆ ବାଡ଼େଇବା ହେଉ, ଭୋଗ ଲଗାଇବା ହେଉ, ଯେଉଁ ସବୁ ପଇସା ସବୁ ଖର୍ଚ୍ଚ କରାହେଉଛି, ଯେଉଁ ସବୁ ଅର୍ଥ ଖର୍ଚ୍ଚ କରାହେଉଛି, ତାଙ୍କର କହିବା କଥା ହେଉଛି ଏଇସବୁ ବ୍ୟର୍ଥ ଅଟେ, ଏଇସବୁ ୱେଷ୍ଟ ଅଟେ। ଆଉ ଏ ସମସ୍ତ ବିଷୟ ଆମେମାନେ ଦେଖିବାକୁ ଆମେମାନେ ପାଉ। ଯଦି ଆପଣ ଡିଟେଲ୍ ଜାଣିବାକୁ ଚାହୁଁଛନ୍ତି ତେବେ ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ, ଭିଡ଼ିଓ ଆସିଯିବ। ଅକ୍ଷୟ କୁମାର କ'ଣ ବୟାନ ଦେଇଛନ୍ତି ସେ ବିଷୟରେ ଭିଡ଼ିଓ ନିହାତି ଭାବରେ ଆସିଯିବ ମନ୍ଦିରକୁ ନେଇକି। କିନ୍ତୁ ଅକ୍ଷୟ କୁମାର ଏଇ ଯେଉଁ ବୟାନ ଦେଲେ ମନ୍ଦିର ଭିତରେ ଏଇସବୁ ଯାହା ହେଉଅଛି କିଛି ଠିକ୍ ହେଉନାହିଁ, ଆଉ ଏଇସବୁ ମାନେ ନଷ୍ଟ କରାହେଉଛି, ଧନ ସମ୍ପତ୍ତି ନଷ୍ଟ କରାହେଉଛି। ଯେଉଁ କହିବାର ଅର୍ଥ ହେଉଛି ଯେଉଁ ଟଙ୍କା ପଇସା ବା ଧନ ସମ୍ପତ୍ତି ଗରିବମାନଙ୍କୁ ଦାନ କରାଯାଇ ପାରିଥାନ୍ତା, ଆଉ ସେଇ ଅର୍ଥକୁ ବିଭିନ୍ନ ଉପାୟରେ ୱେଷ୍ଟ କରାହେଉଛି, ନଷ୍ଟ କରାହେଉଛି। ତାଙ୍କର କହିବା କଥା ହେଉଛି ଏହିପରି। ଏସବୁ ମୁଁ କହୁନାହିଁ, କାରଣ ମୁଁ ଯେପରି ଆପଣଙ୍କୁ କହିଲି ଯେ କୌଣସି ଧର୍ମ ବିରୁଦ୍ଧରେ ମୁଁ କହୁନାହିଁ କି କହିବି ନାହିଁ କୌଣସି ବି ଧର୍ମ ବିରୁଦ୍ଧରେ। କିନ୍ତୁ ମୁଖ୍ୟ ବିଷୟ ହେଉଛି ଜଣେ ଫିଲ୍ମ ଅଭିନେତା, ଏତେ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଯିଏକି ହିରୋ, ସିଏ କେମିତି କ'ଣ କହୁଛନ୍ତି, ମାନେ ମନ୍ଦିରକୁ ନେଇକି ମନ୍ଦିରରେ ଖର୍ଚ୍ଚ କରାଯାଉଥିବା ଅର୍ଥକୁ ନେଇକି ସେ କ'ଣ ସବୁ କହୁଛନ୍ତି, ସେଇଟା ହେଉଛି ଆଜିର ଆଲୋଚନାର ବିଷୟ ଅଟେ।
ଆଉ ଅକ୍ଷୟ କୁମାର ଏଇ ଯେଉଁ ବୟାନ ଦେଲେ ୟାକୁ ନେଇକି ମଧ୍ୟ ଅନେକ ଅସନ୍ତୋଷ ପ୍ରକାଶ ମଧ୍ୟ ପାଇଅଛି। ଅନେକ ବଡ଼ ବଡ଼ ବାବାମାନେ ଆଉ ହିନ୍ଦୁ ଧର୍ମଗୁରୁମାନେ ସେମାନେ ଆୱାଜ ଉଠାଇଛନ୍ତି ଯେ ଅକ୍ଷୟ କୁମାରଙ୍କୁ ଏହିଭଳି କହିବାର ନଥିଲା କାହାର ବିଶ୍ୱାସ ପ୍ରତି। ତେବେ ସେ ଯାହା ହେଉ ନା କାହିଁକି ଏ ଭିଡ଼ିଓ ଦେଖିଲା ପରେ ଆପଣ କ'ଣ ଭାବୁଛନ୍ତି, ଆପଣଙ୍କ ମନରେ କ'ଣ ଚିନ୍ତାଧାରା ଆସୁଛି? ତେବେ ଆପଣ ନିଶ୍ଚିନ୍ତ ରୂପରେ କମେଣ୍ଟ ବକ୍ସରେ ଆପଣ ଜଣାଇ ପାରିବେ। ଯଦି ଚାହିଁବେ, ମୁଁ କାହାକୁ ବାଧ୍ୟ କରୁନି, କିନ୍ତୁ ଆପଣ ଚାହିଁଲେ କମେଣ୍ଟ ବକ୍ସରେ ଆପଣ ଜଣାଇ ପାରିବେ। ତେବେ ମନ୍ଦିର ଭିତରେ ଏଇସବୁ ଜିନିଷ କେବଳ ଆଜି ନୁହେଁ, ପ୍ରାୟ ହଜାର ହଜାର ବର୍ଷ ହେବ। ସେହି ସମୟରୁ ବହୁତ ପୁରାତନ କାଳରୁ এই ସମସ୍ତ ବିଷୟ ଚାଲି ଆସୁଅଛି। କେବଳ ମନ୍ଦିର ନୁହେଁ, ଯଦି ଆମେ ଦେଖିବା ରାସ୍ତା କଡ଼ରେ ମଧ୍ୟ ଗୋଟେ ପଥରକୁ ରଖିକି ନଡ଼ିଆ ବାଡ଼େଇକି ମନ୍ଦିର ଯେମିତି କରାଯାଏ ସେମିତି ସେଠି ମଧ୍ୟ କରାଯାଉଛି। ଦାନ ଦିଆଯାଉଛି, ଦକ୍ଷିଣା ଦିଆଯାଉଛି। ଆଉ ଏପରିକି ସ୍କୁଲ କଲେଜରେ ମଧ୍ୟ ପୂଜା ପର୍ବପର୍ବାଣି ଚାଲୁଅଛି। ଏଇଟା ଆଗରୁ ରହିଆସିଅଛି, ଏବେ ସୁଦ୍ଧା ମଧ୍ୟ କରାଯାଉଛି। କିନ୍ତୁ ଯେତେ ବି ପୂଜା ପର୍ବପର୍ବାଣି ଯେତେ ବି ଥାଉ ନା କାହିଁକି, ଆଉ ଏଇସବୁ ବିଷୟକୁ ନେଇକି ଅକ୍ଷୟ କୁମାର ଏଇଭଳି ମତ ପ୍ରଦାନ କରିଛନ୍ତି, ମନ୍ତବ୍ୟ ଦେଇଛନ୍ତି। ତେବେ এই ସମସ୍ତ ବିଷୟ ନେଇକି ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତେବେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ତେବେ ପ୍ରିୟ ବନ୍ଧୁଗଣ, ଆଜି ଯେହେତୁ ଲାଇଟିଂର ଅଭାବ ଅଛି, ଅଭାବ ହେବାର କାରଣ ହେଉଛି ଯେ ମୁଁ କିଛି ଦିନ ହେବ ଦିନ ବେଳେ ମୁଁ ଭିଡ଼ିଓ ସୁଟିଂ କରିଥାଏ, କିନ୍ତୁ ଆଜି ପ୍ରବଳ ବର୍ଷା କାରଣରୁ ବାହାରେ ଭିଡ଼ିଓ ମୁଁ ସୁଟିଂ କରିପାରୁନାହିଁ। ଆଉ ଘର ଭିତରେ ମୁଁ ବାଧ୍ୟ ହେଲି, ଯେହେତୁ ଲାଇଟ୍ ବି କମ୍ ଅଛି, ତଥାପି ମୁଁ ବାଧ୍ୟ ହେଲି ଘର ଭିତରେ ଭିଡ଼ିଓ ତିଆରି କରିବା ନିମନ୍ତେ, ଏ ଖବର ବିଶେଷ କରି ସମସ୍ତଙ୍କୁ ଦେବା ନିମନ୍ତେ। ଏ ବିଷୟ ନେଇକି ଆପଣଙ୍କର ମତାମତ କ'ଣ, ନିଶ୍ଚିନ୍ତ ରୂପରେ କମେଣ୍ଟ ମାଧ୍ୟମରେ ମୋତେ ଜଣାଇବା ନିମନ୍ତେ ଅନୁରୋଧ। ଯଦି ଆପଣ ଇଚ୍ଛା କରନ୍ତି ତେବେ ନିଶ୍ଚିନ୍ତ ରୂପରେ କମେଣ୍ଟ କରିପାରିବେ। ଆଉ ଯଦି କିଛି ପ୍ରଶ୍ନ ଥାଏ ତେବେ କମେଣ୍ଟ ବକ୍ସରେ ଆପଣ ଦେଇପାରିବେ, ସେ ପ୍ରଶ୍ନ ଲେଖିପାରିବେ। କାରଣ ମୁଁ ଚେଷ୍ଟା କରିବି ଏଇଭଳି ପ୍ରତିଦିନ ଗୋଟେ ଗୋଟେ ପ୍ରଶ୍ନର ଆମେ ଆଲୋଚନା କରିବା। ଏଇଟା ଏମିତି ଏକ ପ୍ରଶ୍ନଗୁଡ଼ିକ ଯେଉଁ ପ୍ରଶ୍ନଗୁଡ଼ିକ ଖ୍ରୀଷ୍ଟିଆନ ବିରୋଧୀମାନେ ଖ୍ରୀଷ୍ଟିଆନମାନଙ୍କୁ ପଚାରିଥାନ୍ତି, କିମ୍ବା ଆମ ଭଳି ଖ୍ରୀଷ୍ଟିଆନ ୟୁଟ୍ୟୁବରମାନଙ୍କ କମେଣ୍ଟ ବକ୍ସରେ ଯାଇକି ସେମାନେ ଏଇଭଳି ଭାବରେ ସେମାନେ କମେଣ୍ଟ କରନ୍ତି। ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।